मोटरसाइकिल पिक्चर बहुत बढ़िया लगिला। अच्छा पिक्चर कथा तो मते कहले भल लागिला आज्ञा किंतु आपण कहले आपण केते टका जौतुक आनिथिले सत कहबे ए फिल्म देखला ପରେ आपण के सत कहबे देखो आमर बाहागर तो बहुत दिन हो गलानी किंतु सेतବେଳେ निश्चय बापा तो आनी थिबे सेतବେଳେ ହେଲା ନାଇଁ ଆମେ ତ ସେତେବେଳେ ବାପାଙ୍କର ଯେମିତି ପିକ୍ଚର ଆପଣ ଦେଖିଛି ସେ ପୁଅଟି ପୁରା ବାପାଙ୍କ ଯାହା କହୁଛନ୍ତି ସେଇଟା ମାନୁଛନ୍ତି ସେତେବେଳେ ସେୟା ମାନୁଛୁ। ଏ ପିକ୍ଚରଟି ଏତେ ବଢିଆ ସୁନ୍ଦର ଲାଗିଲା ଗୋଟେ ପରିବାର ସହିତ ଦେଖିଲା ପରେ ପିକ୍ଚରଟା ଆଉ ଏଟା ଗୋଟେ ସମାଜ ପ୍ରତି ଗୋଟେ ମେସେଜ ଦେଇଛି ଯେ ଯୌତୁକଟା କେମିତି ଆମ ପରିବାରକୁ ଆମ ସମାଜକୁ ନଷ୍ଟ କରିଦଉଛି। ତେଣୁ ବହୁତ ବଢିଆ ଜିନିଷ। ଆଉ ଯୌତୁକ ରେ ପୁଅ ମାନେ କଣ ମାଗିଆ ଦରକାର ଯୌତୁକ ତ ତାଙ୍କୁ ଯେତେବେଳେ କନ୍ୟା ଦିଆଯାଉଛି ଆଉ ଯୌତୁକରେ କୌଣସି ମାଗିବା କଥା ନୁହେଁ ନା ନା କାରଣ ସିଏ ବି ଗୋଟେ ପରିବାର ତା ବାପା ମା ବି ତାକୁ ପାଳି ପୋଷି ବଡ କରିଛନ୍ତି। ତେଣୁ ଆମେ ଯଦି ତାଙ୍କଠୁ ପଇସା ଡିମାଣ୍ଡ କରିବା ତେଣୁ ସିଏ ତାକୁ କେତେ କଷ୍ଟ ହବ। ତେଣୁ ପୁଅଟି ବି ସମାନ ସେ ବି ତା ବାପା ବି ତାକୁ ବଡ କରିକି ଏତେ ବଡ କରିଛି। ତେଣୁ ମୋ ମତରେ ଯୌତୁକ ପ୍ରଥାଟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବା ଦରକାର। ସେଟା କେତେ ଗୁଡେ ଜାଗାରେ ହଉଛି ଲୁଚି ଛପି ଚାଲିଛି ତା ନାଁ ନୁହେଁ ଯୌତୁକ କିନ୍ତୁ ଏଗୁଡା ଚାଲିଛି। ତେଣୁ ସେଗୁଡା ନିଶ୍ଚୟ ବନ୍ଦ କରିବା